ପିଲାମାନେ କହିଲେ ଦେଖି ତୁମେ ଏଠି କେଉଁ ଚିତ୍ରକୁ ଦେଖୁଛ ନା ତୁମେ ଏଠି କଣ୍ଢେଇ ଚିତ୍ର ଦେଖୁଛ। ତ ଆଜିର ବିଷୟରେ ଆମେ କଣ୍ଢେଇ ରାଣୀ କବିତାଟିକୁ ପଢ଼ିବା। ତ ଚାଲ ପଢ଼ିବା। କଣ୍ଢେଇ ରାଣୀ ଭାରି ସିଆଣି କେବେ ସିଏ କାହା କଥା ମାନେନି। କଣ୍ଢେଇ ହାତ ଛୋଟ ଛୋଟ ଲଡ଼ୁ ଚୋରି ପୁଣି କରେ ସେ ତ। ହାତରୁ ଲଡ଼ୁ ଗଲେ ଖସି କଣ୍ଢେଇ ରାଣୀ ଯାଏ ରୁଷି। କଣ୍ଢେଇ ରାଣୀ ଭାରି ସିଆଣି କେବେ ସିଏ କାହା କଥା ମାନେନି। ମାଙ୍କଡ଼ ଆସିଲା ଘରକୁ ପଶି ଡରି ଡରି ଗଲା କଣ୍ଢେଇ ଲୁଚି। ମମି ତାକୁ ଏଠି ସେଠି ଖୋଜି ଡିଆଁ ମାରିଲା କାନ୍ଧରେ ବସି। ବାପା ତାକୁ ମନାଇବା ପାଇଁ ବାତାପି ଦେଲେ ଆଣି। ବାତାପି ଯେବେ ଦେଖିଲା କଣ୍ଢେଇ ରାଣୀ ତାପରେ ସିଏ ଖୁସିରେ ଦେଲା ମୋତେ ଆଣି। କଣ୍ଢେଇ ରାଣୀ ଭାରି ସିଆଣି କେବେ ସିଏ କାହା କଥା ମାନେନି। ତ ପିଲାମାନେ ଜାଣିପାରିଲେ ନା ଜାଣିପାରିଲେନି? ତ ଏ କବିତାଟିକୁ ବାରମ୍ବାର ଆବୃତ୍ତି କଲେ ତୁମର ଏ କବିତାଟି ମନେ ରହିଯିବ ହେଲା। ତ ଚାଲ କ'ଣ ଅଭ୍ୟାସ କାର୍ଯ୍ୟରେ ପ୍ରଶ୍ନ ଦେଇ ତାକୁ ଆମେ ଆଲୋଚନା କରିବା। କହୁଛି 1 ନମ୍ବର କହୁଛି ଦିଆ ଔକାର ବିସର୍ଗ ଚନ୍ଦ୍ରବିନ୍ଦୁ ଓ ହଲନ୍ତ ଲଗାଇ ଲେଖିବା କହିବା। ଏ ଯେତେକ ତମେ ଅକ୍ଷର ଦେଖୁଛ ଆଧରେ କ'ଣ କରିବ, ଔକାର ଲଗାଇବ, ବିସର୍ଗ ଲଗାଇବ, ଚନ୍ଦ୍ରବିନ୍ଦୁ ଲଗାଇବ, ହଲନ୍ତ ଲଗାଇ କ'ଣ କରିବ ନା ଲେଖିବ ଏବଂ କହିବ। ବୁଝିପାରିଲ ନାହିଁ? ତାପରେ 2 ନମ୍ବର କହୁଛି ଶବ୍ଦ ଗଢ଼ିବା ପଢ଼ିବା ଓ ଲେଖିବା। ଯେମିତିକି ଔଷଧ କ'ଣ ହେଇଯିବ ଔଷଧ। ସେଇଭଳି ଭାବରେ କ'ଣ କରିବ ଏ ଅକ୍ଷରକୁ ସବୁ ଯୋଡ଼ିକରି ଶବ୍ଦ ତିଆରି କରି ଲେଖିବ ଖାଲି ସ୍ଥାନରେ। ତାପରେ 3 ନମ୍ବର କହୁଛି ତଳେ ଦିଆଯାଇଥିବା ଶବ୍ଦରେ ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ ଓ ହଲନ୍ତ ଲଗାଇ ନୂଆ ଶବ୍ଦ ଗଢ଼ିବା ଓ ଲେଖିବା। ବୁଝିପାରିଲ ନାହିଁ? ଯେମିତିକି ହସ, ନିଆଁ, ଛିଛି, ଚକଚକ ଏସବୁ ଶବ୍ଦ ଅଛି। ତା ଦେହରେ କ'ଣ କରିବ ଯେଉଁଠି ଅନୁସାର ଲାଗିବ, ଯେମିତି ହଂସ ଏଠି କ'ଣ ଲାଗିବ ଅନୁସାର ଲାଗିବ ହଂସ ଅନୁସାର ଲାଗିଲା। ନିଆଁ ଏଠି କ'ଣ ଲାଗିବ ନା ଚନ୍ଦ୍ରବିନ୍ଦୁ ଲାଗିବ। ଛି ଛି ଏଠି କ'ଣ ଲାଗିବ ନା ବିସର୍ଗ ଲାଗିବ। ଚକ୍ ଚକ୍ ଏଠି କ'ଣ ଲାଗିବ ନା ହଲନ୍ତ ଲାଗିବ। ବୁଝିପାରିଲ ନାହିଁ? ତ ସେଇଭଳି କ'ଣ କରିବ ଇଏ ସବୁ ଖାଲି ସ୍ଥାନକୁ ପୂରଣ କରିବ। 4 ନମ୍ବର କହୁଛି ଆସ ବନ୍ଧନୀରୁ ଅକ୍ଷର ନେଇ ଖାଲି ଘର ପୂରଣ କରିବା। ଯେମିତିକି ସରେ ଅନୁସାର, ଦୁରେ ବିସର୍ଗ ଅଛି, ଉରେ କ'ଣ ଚନ୍ଦ୍ରବିନ୍ଦୁ ଅଛି। ତ ଏଇଭଳି କ'ଣ କରିବ ଏ ଯେଉଁ ଖାଲି ସ୍ଥାନରେ ଏ ଯେଉଁ ଯାହା ବି ସବୁ ତୁମର ଅଛି ବନ୍ଧନୀ ଭିତରେ ଯେଉଁ ଅକ୍ଷର ଅଛି ତାକୁ ସବୁ ଯୋଡ଼ିକରି କ'ଣ କରିବ ନା ଶବ୍ଦଟିଏ ତିଆରି କରିବ। ଯେମିତିକି କା ଡ୍ୟାସ୍ ଚ ଏଠି କ'ଣ ହେଇପାରିବ ନା କାଇଁଚ। ବୁଝିପାରିଲ ନାହିଁ? ସେଇଭଳି କା ଡ୍ୟାସ୍ ରିଆ କ'ଣ ହେଇପାରିବ କାଉଁରିଆ। ସେଇଭଳି କ'ଣ କରିବ ଶବ୍ଦ ତୁମେ ତିଆରି କରିବ। ବୁଝିପାରିଲ ନାହିଁ? ତାପରେ 5 ନମ୍ବର କହୁଛି ପଢ଼ିବା ଓ ଦେଖି ଦେଖି ଲେଖିବା। ଚୌକି ନୌକା ତାକୁ ପଢ଼ିଲ ଖାଲି ସ୍ଥାନରେ ସବୁ ଲେଖିବ। ତାପରେ 6 ନମ୍ବର କହୁଛି ଆସ ତଳେ ଦିଆଯାଇଥିବା ମାତ୍ରା ବ୍ୟବହାର କରି 3ଟି ଲେଖାଏଁ ଶବ୍ଦ ଗଢ଼ିବା। ତଳେ ଯେଉଁ ମାତ୍ରା ଅଛି ସେ ମାତ୍ରାକୁ ବ୍ୟବହାର କରି 3ଟି ଲେଖାଏଁ ଶବ୍ଦ ଗଢ଼ିବ। ବୁଝିପାରିଲ ନାହିଁ? ତାପରେ 7 ନମ୍ବର କହୁଛି ଆସ ତଳେ ଦିଆଯାଇଥିବା ମାତ୍ରା ବ୍ୟବହାର କରି 3ଟି ଲେଖାଏଁ ଶବ୍ଦ ଗଢ଼ିବା। ଯେମିତି ଉପରେ 3ଟି ଲେଖାଏଁ ଶବ୍ଦ ଗଢ଼ିଲ ଏ ମାତ୍ରାକୁ ବ୍ୟବହାର କରି 3ଟି ଲେଖାଏଁ ଶବ୍ଦ ଗଢ଼ିବ ହେଲା। ତାପରେ 8 ନମ୍ବର କହୁଛି ଆସ ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ ହଲନ୍ତ ବ୍ୟବହାର କରି 3ଟି ଲେଖାଏଁ ଶବ୍ଦ ଲେଖିବ। ତୁମେ ଯାହା ବି ତୁମେ ସବୁ ପଢ଼ିଲ ତାକୁ ମାତ୍ରା, ଫଳା ଏବଂ ଯୁକ୍ତାକ୍ଷର ଲଗାଇ କିଭଳି ଭାବରେ ଶବ୍ଦଟି ଗଢ଼ିପାରିବ ସେ ପ୍ରତି ଅଧିକା ତୁମେ ମାନେ ଧ୍ୟାନ ଦେବ। ବୁଝିପାରିଲ ନାହିଁ? ହେଲା। ଏଇଭଳି ଭାବରେ ତୁମେ କ'ଣ କରିବ ଯେତେ ଅଭ୍ୟାସ କରିବ ତୁମର ସେତେ ଜିନିଷଟି ମନେ ରହିବ। ତ ଆଜିର କ୍ଲାସ୍ରେ ଆମେ ଏତିକି ପର୍ଯ୍ୟନ୍ତ ଆଲୋଚନା କଲେ। ନେକ୍ସଟ କ୍ଲାସ୍ରେ ଆମେ ଗୋଟେ ନୂଆ ବିଷୟକୁ ଆଲୋଚନା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।